So hello everyone, welcome to our channel Raghu Digital Guide. ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ ଅଣ୍ଡରରେ ଯେଉଁ ଆମର ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ଟା ଆମେ ଆପ୍ଲାଏ କରିଥିଲୁ ସେ ସ୍କଲାରସିପ୍ ଟଙ୍କା କେବେ ଆସିବ ତା ବିଷୟରେ ଆମେ ଜାଣିବା। ଦେଖନ୍ତୁ ଏବେ ତ ଅଧା ST/SC ଷ୍ଟୁଡେଣ୍ଟମାନଙ୍କର ପାର୍ସିଆଲ୍ ପେମେଣ୍ଟ ଗୁଡ଼ାକ ଯାହା ଆମର ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ତରଫରୁ ଆସିଥାଏ ତାହା କେତେ ଷ୍ଟୁଡେଣ୍ଟଙ୍କ ଆସି ସାରିଲାଣି। ତ ଆଉ ଯେଉଁ OBC SC/BC ଷ୍ଟୁଡେଣ୍ଟମାନେ ରହିଲେ ସେମାନଙ୍କର ଏପର୍ଯ୍ୟନ୍ତ ଟଙ୍କା ଆସିନାହିଁ। ତ ଏହି ଭିଡ଼ିଓରେ ଆମେ ଜାଣିବା କେବେ ଆସିବ ଟଙ୍କା ଏବଂ ପାର୍ସିଆଲ୍ ପେମେଣ୍ଟ ସକ୍ସେସ୍ ହେଲା ତାହେଲେ ସେକେଣ୍ଡ ଫେଜ୍ ଟଙ୍କା ଫାର୍ଷ୍ଟ ଫେଜ୍ ତ ଆସିଯାଇଛି ପାର୍ସିଆଲ୍ ପେମେଣ୍ଟ ଆମର ଯେଉଁ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ତରଫରୁ। ତ ସେକେଣ୍ଡ ଫେଜ୍ ଟଙ୍କା ତାମାନେ କେବେ ଆସିବ ସେଇ ଉପରେ ଆମେ ଭିଡ଼ିଓ କରିଛୁ। এই ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯାହାଫଳରେ ସବୁ ଜାଣିପାରିବେ। ଦେଖନ୍ତୁ ତାହା ଜାଣିବା ପୂର୍ବରୁ ଆପଣମାନେ ଆପଣଙ୍କ ଷ୍ଟାଟସ୍ଟିକୁ ଚେକ୍ କରି ନେବାକୁ ପଡ଼ିବ। ତ ଆପଣମାନେ ଗୁଗଲ୍ କ୍ରୋମ୍କୁ ଆସିକି ଆପଣ ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲ ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଫାର୍ଷ୍ଟ ୱେବସାଇଟ୍ରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ କିଛି ଉପରେ ଏକ ଇଣ୍ଟରଫେସ୍ ହେବ। ଇଣ୍ଟରଫେସ୍ ହେଲା ପରେ ଏଠାରେ ଲଗ୍ଇନ୍ ଅପସନ୍ ଅଛି। ଲଗ୍ଇନ୍ରେ କ୍ଲିକ୍ କରିକି ଆପଣଙ୍କ ଷ୍ଟୁଡେଣ୍ଟ ଲଗ୍ଇନ୍ରେ ଯିବେ। ଷ୍ଟୁଡେଣ୍ଟ ଲଗ୍ଇନ୍ ଗଲା ପରେ ଏଠାରେ ଆପଣଙ୍କ ଆଧାର ନମ୍ବର ଆଣ୍ଡ ପାସୱାର୍ଡ଼ ଆଉ ମ୍ୟାଥ୍ ପ୍ରୋବ୍ଲେମ୍ ସଲ୍ଭ କରି ଆପଣଙ୍କ ଆକାଉଣ୍ଟଟିକୁ ଲଗ୍ଇନ୍ କରିନେବେ। ଆଧାର ନମ୍ବର ଏଠାରେ ଦେବେ ଆଉ ଏଠାରେ ପାସୱାର୍ଡ଼ ଏଠାରେ ମ୍ୟାଥ୍ ସଲ୍ଭ ଅଛି। ଏଠାରେ ମ୍ୟାଥ୍ ସଲ୍ଭ କରିକି ଆପଣମାନେ ଆପଣଙ୍କ ଆକାଉଣ୍ଟଟିକୁ ଲଗ୍ଇନ୍ କରିନେବେ। ଲଗ୍ଇନ୍ କରି ନେଲା ପରେ ଆପଣଙ୍କ ଆକାଉଣ୍ଟ ଷ୍ଟାଟସ୍ଟି କ'ଣ ଶୋ କରୁଛି ତା ଉପରେ ଡିପେଣ୍ଡ ହେଲା। ତ ସମସ୍ତମାନଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଉଠିଥିବ ଯେ ପାର୍ସିଆଲ୍ ପେମେଣ୍ଟ ଆମର ଆସିସାରିଲାଣି। ତ ଫାର୍ଷ୍ଟ ପେମେଣ୍ଟ ପାର୍ସିଆଲ୍ ପେମେଣ୍ଟ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ତରଫରୁ ଆସିସାରିଛି। ସେକେଣ୍ଡ ଫେଜ୍ ଟଙ୍କା ଯେଉଁଟାକି ଆମର ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ତରଫରୁ ଆସେ ତାହା ଟିକେ ଲେଟ୍ ହୁଏ। ପିଲାମାନେ ଆମର OBC SC/BC ଷ୍ଟୁଡେଣ୍ଟମାନଙ୍କର ଯେତେବେଳେ ପେମେଣ୍ଟ ସକ୍ସେସ୍ ତାମାନେ ପେମେଣ୍ଟ ହେବ ତାପରେ ଯାଇକି ଆପଣଙ୍କୁ ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ତରଫରୁ ସେକେଣ୍ଡ ଫେଜ୍ ଟଙ୍କାଟି ଆସିବ। ଦେଖନ୍ତୁ ଗୋଟିଏ ଷ୍ଟୁଡେଣ୍ଟର ଷ୍ଟାଟସ୍ଟି ଏଠାରେ ପାର୍ସିଆଲ୍ ପେମେଣ୍ଟ ସକ୍ସେସ୍ ଦେଖିପାରୁଥିବେ ଆପଣମାନେ। ପାର୍ସିଆଲ୍ ପେମେଣ୍ଟ ଏଥର 2800 କେତେ ଟଙ୍କା ଆସୁଛି, ବହୁତ ଆସୁନାହିଁ, ଅଧା ଆସୁଛି ସମସ୍ତଙ୍କର, ଯାହା ଆମର SC/ST ଷ୍ଟୁଡେଣ୍ଟମାନଙ୍କର। ତ ଆଉ OBC ଷ୍ଟୁଡେଣ୍ଟମାନଙ୍କର ଦେଖିବାକୁ ଗଲେ ଆମେ OBC ଷ୍ଟୁଡେଣ୍ଟମାନଙ୍କର ତ କିଛି ଷ୍ଟାଟସ୍ରେ ତାମାନେ ସେନ୍ସନ୍ ବା ଆପ୍ରୁଭ୍ ଅଥରିଟି ହିଁ ଶୋ ହେଉଛି। ଯାହା ଆମର ଦେଖନ୍ତୁ OBC ଷ୍ଟୁଡେଣ୍ଟମାନଙ୍କର ସେନ୍ସନ୍ ବା ଆପ୍ରୁଭ୍ ଅଥରିଟି ହିଁ ଏବେ ଶୋ କରୁଛି। ଯାହା ଏବେ ନେକ୍ସଟ ଷ୍ଟେଜ୍ ଆପଣ ରହିବ ଯେଉଁ ପେଣ୍ଡିଂ ଫର୍ ଡିସ୍ବର୍ସମେଣ୍ଟ, ତାପରେ ପେମେଣ୍ଟ ପ୍ରୋସେସ୍ଟା ରହିଥାଏ। ତାପରେ OBC SC/BC ଷ୍ଟୁଡେଣ୍ଟମାନଙ୍କୁ ଏକାଥରେ ହିଁ ପେମେଣ୍ଟଟା ଆସିଥାଏ ଷ୍ଟେଟ୍ ଲେବୁଲ୍ରୁ। ଏଇଟା ସେଣ୍ଟ୍ରାଲ୍ ଆଉ ଷ୍ଟେଟ୍ ଲେବୁଲ୍ରୁ ପଇସା ଦିଆଯାଏ ନାହିଁ। ସେହିପରି ଆମର SC/ST ଷ୍ଟୁଡେଣ୍ଟମାନଙ୍କୁ ସେଣ୍ଟ୍ରାଲ୍ ଆଉ ଷ୍ଟେଟ୍ ଲେବୁଲ୍ରୁ ପଇସା ଆସିଥାଏ। ତ ଦେଖନ୍ତୁ ଆପଣଙ୍କ ଷ୍ଟାଟସ୍ ମେ ବି ବହୁତ ଦୂର ଯାଇନଥିବ, ତ ଆପଣ ଏଠାରୁ ଦେଖିକି ଅନୁମାନ ଲଗାଇ ପାରିବେ ଯେ କେବେ ପଇସା ପଡ଼ିବ ଏବଂ କେତେ ଦୂର ଯାଇଛି। ଆପଣଙ୍କ ରିଭୋଟ୍ ମଧ୍ୟ ହେଇଥିବେ, ତାହା ଚେକ୍ କରିନେବେ ହେଲା। ଦେଖନ୍ତୁ ଫାର୍ଷ୍ଟ ଆପଣଙ୍କ କଲେଜରେ ପେଣ୍ଡିଂ ରହିଥାଏ। ତାପରେ ଯଦି ଆପଣଙ୍କ କଲେଜରେ ଆପ୍ରୁଭାଲ୍ ଭେରିଫାଇ କରିଦେଲେ ତାହେଲେ ପ୍ରୋଭିଜନାଲ୍ ଆପ୍ରୁଭ୍ ପାଇଁ ଇନଷ୍ଟିଚ୍ୟୁଟ୍ ଦେବେ। ତାପରେ ସମ୍ପୂର୍ଣ୍ଣ ଭାବରେ ଯଦି ଆପଣଙ୍କ କଲେଜରେ ଆପଣଙ୍କ ଆପ୍ଲିକେସନ୍କୁ ଭେରିଫାଇ କରିଦେବେ ତାହେଲେ ରିକମେଣ୍ଡେଡ଼୍ ବାଇ ଇନଷ୍ଟିଚ୍ୟୁଟ୍ ଶୋ ହେବ। ତାପରେ ଆପଣଙ୍କ ଆପ୍ଲିକେସନ୍ଟିକୁ ବ୍ଲକ୍ ଅଥରିଟି ବାଲେ ତାମାନେ ସେନ୍ସନ୍ ଯାଞ୍ଚ କରିବେ। ଯାଞ୍ଚ କଲା ପରେ ସେମାନେ ସେନ୍ସନ୍ ବାଇ ବ୍ଲକ୍ ଅଥରିଟି ହେଲା। ତାପରେ ଆପଣଙ୍କ ବ୍ଲକ୍ ଲେଭଲ୍ରେ ଆପଣଙ୍କ ଆପ୍ଲିକେସନ୍ଟି ସମ୍ପୂର୍ଣ୍ଣ ଭାବରେ ଭେରିଫାଇ ହୋଇସାରିଛି। ତାପରେ ଆପଣଙ୍କ ଡିପାର୍ଟମେଣ୍ଟ ୟୁଜର୍କୁ ଯିବ। ଆପଣଙ୍କର ଯେଉଁ ପ୍ରୋଭିଜନାଲ୍ ଆପ୍ରୁଭ୍ ବାଇ ସେନ୍ସନ୍ ଅଥରିଟି ଅଛି ତା ଉପରକୁ ଗଲା ପରେ ତାପରେ ସେନ୍ସନ୍ ବାଇ ଆପ୍ରୁଭ୍ ଦୁଇଥର ଶୋ ହେବ ଆପଣଙ୍କ ଷ୍ଟାଟସ୍ଟି, ଆପ୍ଲିକେସନ୍ ଷ୍ଟାଟସ୍। ତାପରେ ଲାଷ୍ଟ ପେମେଣ୍ଟ ଆପଣଙ୍କ ପେମେଣ୍ଟ ପ୍ରୋସେସ୍
ନାଇଁ ତ ଆପଣଙ୍କର ପେଣ୍ଡିଂ ଫର୍ ଡିସବର୍ସମେଣ୍ଟ ଶୋ ହେବ। ଏଇଟା ଲାଷ୍ଟ ଷ୍ଟେଜ୍ ରହିଥାଏ ପିଲାମାନେ, ଆପଣଙ୍କୁ ପଇସା ଆସିବାର। ତ ଆପଣମାନେ ନିଜେ ଷ୍ଟାଟସ୍ ଚେକ୍ କରିନେଇ ଏଇ ଷ୍ଟାଟସ୍ ଦେଖିପାରିବେ କେତେ ଦୂର ଯାଇଛି, କେବେ ପେମେଣ୍ଟ ଆସିବ, ସେଇ ହିସାବରେ ଆପଣ ଅନୁମାନ ମଧ୍ୟ ଲଗାଇ ପାରିବେ। ତ ଦେଖନ୍ତୁ ଆପଣଙ୍କ ଏବେ ଯଦି ଆପଣ OBC SC/BC ଷ୍ଟୁଡ଼େଣ୍ଟ ଅଟନ୍ତି, ତାହେଲେ ଆପଣଙ୍କ ପେମେଣ୍ଟ ଏହି ଏପ୍ରିଲ ମାସ ଫାର୍ଷ୍ଟ ୱିକ୍ ନାହିଁ ତ ସେକେଣ୍ଡ ୱିକ୍ରେ ଆପଣଙ୍କ ପେମେଣ୍ଟଟା ଆସିଯିବ। କାହିଁକି ନା ଏବେ SC/ST ଷ୍ଟୁଡ଼େଣ୍ଟମାନଙ୍କର ପାର୍ସିଆଲ୍ ପେମେଣ୍ଟଟା ଆସିସାରିଛି, ଯାହାଫଳରେ ଆପଣମାନଙ୍କର ଏବେ ପେମେଣ୍ଟ ଆସିଲା ପରେ ସେମାନଙ୍କର ସେକେଣ୍ଡ ଫେଜ୍ ଯେଉଁଟା ଆମର ସେଣ୍ଟ୍ରାଲ୍ ଗଭର୍ଣ୍ଣମେଣ୍ଟ ତରଫରୁ ଆସିଥାଏ ତାହା ଆସିବା ଷ୍ଟାର୍ଟ ହୋଇଯିବ। ତ ଆପଣଙ୍କ ମନରେ କିଛି ବି ପ୍ରଶ୍ନ ଉଠିଥାଏ ତାହେଲେ ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବେ। ଆଉ ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ଟି କରିଦେବ, ଯାହାଫଳରେ ଆଗକୁ ମଧ୍ୟ ଏମିତି ଇନଫର୍ମେଟିଭ୍ ଭିଡ଼ିଓ ସର୍ବପ୍ରଥମେ ପାଇପାରିବେ। ସୋ ଧନ୍ୟବାଦ।